କାହାଣୀ ଶ୍ରମ। ମଗଧରେ ଭୟଙ୍କର ଅକାଳ ପଡ଼ିଲା। ଭୀଷଣ ଗରମ ଯୋଗୁଁ ଧରିତ୍ରୀ ଜଳିବାକୁ ଲାଗିଲା ଏବଂ କ୍ଷୁଧା କାରଣରୁ ପ୍ରଜାମାନେ ତ୍ରାହି ତ୍ରାହି କରିବାକୁ ଲାଗିଲେ। ସମ୍ରାଟ ଚନ୍ଦ୍ରଗୁପ୍ତ ନିଜ ରାଜକୋଷରୁ ପ୍ରଜାଙ୍କ ସହାୟତା ପାଇଁ ଖୋଲିଦେଲେ। ସମସ୍ତଙ୍କୁ ସ୍ଥାନେ ସ୍ଥାନେ ଯଜ୍ଞ କରିବାକୁ ନିର୍ଦ୍ଦେଶ ଦେଲେ, ଯଦ୍ୱାରା ବରୁଣଦେବ ପୁଷ୍ଟ ହୋଇ ବୃଷ୍ଟି କରିବାରେ ସମର୍ଥ ହେବେ। ପାଟଳିପୁତ୍ରରେ ମଧ୍ୟ ଯଜ୍ଞର ଆୟୋଜନ କରାଗଲା, ଯେଉଁଥିରେ 7 ଦିନ ପର୍ଯ୍ୟନ୍ତ ନିରାହାର ବ୍ରତ ପାଳନ କରି ସମ୍ରାଟ ମୁଖ୍ୟ ଯଜମାନର ଭୂମିକା ନିର୍ବାହ କଲେ। ଏହାପରେ ସମ୍ରାଟ ଓ ସମ୍ରାଜ୍ଞୀ ପଡ଼ିଆ ଜମିରେ ହଳ କରିବା ଆରମ୍ଭ କରିଦେଲେ। ଲଙ୍ଗଳ ଲୁହା ଜମିରେ ଲାଗିବା କ୍ଷଣି ସେଠାରେ ଏକ ଆକୃତି ପ୍ରକଟ ହେଲା ଏବଂ ସମ୍ରାଟଙ୍କୁ ସମ୍ବୋଧନ କରି କହିଲା, ଲୋକମାନେ ଶ୍ରମର ଉପେକ୍ଷା କରୁଛନ୍ତି, ସେଥିପାଇଁ ଏହି ଦୁର୍ଭିକ୍ଷ ଉପସ୍ଥିତ ହୋଇଛି। ଯଦି ପ୍ରଜା ପୁନଃ ଶ୍ରମ କରିବା ଆରମ୍ଭ କରିଦେବେ ତ ହସ ଖୁସି ଓ ସମ୍ପନ୍ନତାର ଦିନ ପୁଣି ଫେରିଆସିବ। ଏହି ଦୃଶ୍ୟ ଦେଖି ପ୍ରଜାମାନଙ୍କୁ ଶ୍ରମର ମହତ୍ତ୍ୱ ଜଣାପଡ଼ିଲା। ସମସ୍ତେ ଶ୍ରମ କରିବାରେ ଲାଗିଗଲେ। ଅଳ୍ପ ପରିଶ୍ରମରେ କେନାଲ ଖୋଳା ହେଲା ଏବଂ ପଡ଼ିଆ ଜମିରେ ପାଣିର ଧାରା ବୋହିଲା। ଶ୍ରମର ଦେବତା ପୁଣି ସମସ୍ତଙ୍କୁ ସମୃଦ୍ଧ କରିଦେଲେ। ବିଚାରକ୍ରାନ୍ତି ଦୂତ ୟୁଟ୍ୟୁବ ଓଡ଼ିଆ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ପରବର୍ତ୍ତୀ ଭିଡ଼ିଓ ପ୍ରାପ୍ତ କରିବା ପାଇଁ ବେଲ୍ ଆଇକନ୍ ଦବାନ୍ତୁ ଏବଂ ବିଚାରକ୍ରାନ୍ତି ଦୂତ ଓଡ଼ିଆ ଫେସବୁକ୍ ଓ ଇନଷ୍ଟାଗ୍ରାମ ସହ ଯୋଡ଼ି ହୁଅନ୍ତୁ। ଧନ୍ୟବାଦ।